ମାନେ କ'ଣ କିଏ ଗଞ୍ଜେଇ ଟାଣୁଛନ୍ତି ମଦ ଟାଣୁଛନ୍ତି କ'ଣ ସେଗୁଡ଼ା ମୁଁ କହିପାରିବିନି। ଆସୁଛନ୍ତି ବିଭିନ୍ନ ଶାନ୍ତି ପାଇଁ ବିଭିନ୍ନ ବିଶ୍ୱ ଶାନ୍ତି କରିବା ପାଇଁ ଏଠି ଆସୁଛନ୍ତି। ମିଛ ମିଛ ଏଗୁଡ଼ା। ଖଣ୍ଡଗିରି ଆରମ୍ଭ ହୋଇଯାଇଛି କୁମ୍ଭମେଳା ଏବଂ ବିଶ୍ୱ ଶାନ୍ତି ପାଇଁ ବା ବିଶ୍ୱ ଶାନ୍ତି କରିବା ପାଇଁ କିଭଳି ପ୍ରୟାସ କରାଯାଉଛି ବିଭିନ୍ନ ପ୍ରାନ୍ତରୁ ବାବାମାନେ ଏଠି ଆସୁଛନ୍ତି ମନ୍ତ୍ରଧ୍ୱନି ଏବଂ ଏଠି ପୂଜା ଅର୍ଚ୍ଚନା କରାଯାଉଛି। ଆପଣ ଦେଖୁଥିବେ ଏବେ ବର୍ତ୍ତମାନ ସମୟ ରାତ୍ର 2ଟା ବାଜିଛି କିନ୍ତୁ ଏଠି ଆପଣ ଦେଖନ୍ତୁ ଭିଡ଼ ଜମିଛି ଯେଉଁଠିକି ବାବାମାନଙ୍କ ସଂଖ୍ୟା ଯେତିକି ନାହିଁ ଭକ୍ତମାନଙ୍କ ସଂଖ୍ୟା ସେତିକି ବଢ଼ିଛି କାହିଁକି ନା ଏଠି ଦୁଇ ବାବାଙ୍କ ଭିତରେ ଗଣ୍ଡଗୋଳ ସୃଷ୍ଟି ହେଇଛି ଯାହା ଆପଣ ଦେଖନ୍ତୁ ସିଧାସଳଖ ଭାବେ ଦେଖୁଥିବେ ଏହି ଚିତ୍ର ଯେଉଁଠିକି ବର୍ତ୍ତମାନ ବାବାମାନଙ୍କ ଭିତରେ ତିକ୍ତତା କୌଣସି କାରଣ ରହିଛି ବା ଗଣ୍ଡଗୋଳ ସୃଷ୍ଟି ହୋଇଛି ଯେଉଁଥିପାଇଁ କି ଆପଣ ଦେଖୁଥିବେ ବର୍ତ୍ତମାନ ଯାତ୍ରା ଗୋଟେ ପଟେ ଚାଲିଛି ଯାତ୍ରା ମହାଟକର ସମୟରେ କିଭଳି ଏଠି ଲୋକମାନଙ୍କର ଭିଡ଼ ଜମିଛି କାହିଁକି ନା ଗୋଟେ ପଟେ ଦେଖାଯାଉଛି ଯେ ଝଗଡ଼ା ଚାଲିଛି ଏବଂ ଅନ୍ୟପଟେ ଆପଣ ଦେଖନ୍ତୁ ଇଏ ଗୋଟେ ଚିତ୍ର ଆପଣ ଦେଖେଇବେ ସିଧାସଳଖ ବାବାମାନଙ୍କ ଭିତରେ ଗୋଟେ ଗଣ୍ଡଗୋଳ ଦେଖାଯାଉଛି ଏଠି ବିଶ୍ୱ ଶାନ୍ତି କରିବା ପାଇଁ ଆସୁଛନ୍ତି କିନ୍ତୁ ଗଣ୍ଡଗୋଳ ଚାଲିଛି ସେଟା ମୁଁ ତ କହିପାରିବିନି। ମାନେ କ'ଣ କିଏ ଗଞ୍ଜେଇ ଟାଣୁଛନ୍ତି ମଦ ଟାଣୁଛନ୍ତି କ'ଣ ସେଗୁଡ଼ା ମୁଁ କହିପାରିବିନି। ଆସୁଛନ୍ତି ବିଭିନ୍ନ ଶାନ୍ତି ପାଇଁ ବିଭିନ୍ନ ବିଶ୍ୱ ଶାନ୍ତି କରିବା ପାଇଁ ଏଠି ଆସୁଛନ୍ତି। ମିଛ ମିଛ ଏଗୁଡ଼ା ଲୋକ ଭକ୍ତ କିନ୍ତୁ ଆସୁଛନ୍ତି। ଭକ୍ତ ଆସୁଛନ୍ତି କିନ୍ତୁ ବର୍ତ୍ତମାନ ଭକ୍ତ ଏଠି ବହୁତ ଭକ୍ତ ବହୁତ ବାବା ଅଛନ୍ତି ଭଲ ଅଛନ୍ତି। ସେ ରହିଯାଇଛି ସବୁ ଆସୁଛନ୍ତି କିଛିଟା ଭଲ ଅଛନ୍ତି କିଛିଟା ଖରାପ ଅଛନ୍ତି। ଏଠି ବିଶ୍ୱ ଶାନ୍ତି ନାଁରେ ଏଠି ବସିବା ଏବଂ ଗଞ୍ଜେଇ ଟାଣିବା ଗଣ୍ଡଗୋଳ ସୃଷ୍ଟି କରିବା ଏଇଟା କେମିତି ସିଏ ହେଲାଣି ସବୁ ଯୁଗ ଆଗେଇଲାଣି ସିଏ ବି ଆଗେଇଲାଣି ଆଉ। ଆଜ୍ଞା ଦେଖନ୍ତୁ ଏଠି ଖଣ୍ଡଗିରିରେ ବିଶ୍ୱ ଶାନ୍ତି ପାଇଁ କୁମ୍ଭମେଳା ଚାଲିଛି ରାତ୍ର 2ଟା ଚାଲିଛି ବାଜିଛି ଆ ଭିତରେ କୋଟି ନା କୋଟି ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହେଉଛି ବୋଲି ଖବର ଅଛି। ଗଣ୍ଡଗୋଳ ହବା କଥା ନାହିଁ ସାହୁସନ୍ତ ମେଳାରେ ସବୁ ଶାନ୍ତ ଶୃଙ୍ଖଳା ରକ୍ଷା କରନ୍ତୁ ପ୍ରଭୁ ନା ମୁଁ ଭୁଲ କଲି ପ୍ରଭୁ ସାହୁସନ୍ତ ମାନଙ୍କୁ ଆଜି ତ ଶାନ୍ତି ଶୃଙ୍ଖଳା ରହିବା କଥା ନା ଗଣ୍ଡଗୋଳ କରିବା ଭଲ ଗଣ୍ଡଗୋଳ ସୃଷ୍ଟି ହେଉଛି ବୋଲି ଆପଣ ମୁଁ ପ୍ରଭୁ ଜାଣିନି ପ୍ରଭୁ ମୁଁ ଗୋଟେ ଭାଇନା ଗୋଟେ ଆଜ୍ଞା ମୁଁ ସମୟ ମତେ ମିଳୁନି ଦିନ ବେଲା ଆସିପାରେ ପ୍ରଭୁ ମୁଁ ପ୍ରଭୁ କହିପାରିବିନି କ୍ଷମା କରିବି। ଦେଖୁଥିଲେ ଏଠି ବିଭିନ୍ନ ଭକ୍ତମାନେ ରହିଛନ୍ତି ବାବାମାନେ ମଧ୍ୟ ରହିଛନ୍ତି ଆପଣ ସିଧାସଳଖ ଦେଖୁଥିବେ ସାର୍ ଏଠି ବିଶ୍ୱ ଶାନ୍ତି ପାଇଁ ଏ ଆୟୋଜନ କରାଯାଉଛି କିନ୍ତୁ ଏଠି ବାବାମାନଙ୍କ ଭିତରେ ତିକ୍ତତା ହେଉଛି ଗଣ୍ଡଗୋଳ ସୃଷ୍ଟି ହେଉଛି। ମୁଁ ତ ଜାଣିନି ଅଭ୍ୟାସ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲି ଆଉ ମୁଁ ତ ଜାଣିନି ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲି କ'ଣ ଗଣ୍ଡଗୋଳ ଆମେ ଜାଣିନୁ ଏ ବିଷୟରେ। ଏଠି ବିଶ୍ୱ ଶାନ୍ତି ପାଇଁ କରାଯାଉଛି ବହୁତ ବଢ଼ିଆ କାମ କରାଯାଉଛି ଏ ଜିନିଷଟା ହେଉଛି। ଦେଖୁଥିଲେ ଏଠି ମଧ୍ୟ ଭିଡ଼ ଜମିଛି ଯେଉଁଥିପାଇଁ ଆପଣ ଦେଖୁଥିବେ ସିଧାସଳଖ ଭିଜୁଆଲ ମୁଁ ଆପଣଙ୍କୁ ଦେଖେଇବି ରାତ୍ର 2ଟା ସମୟରେ କିଭଳି ଏଠି ଲୋକଙ୍କର ଭିଡ଼ ଜମୁଛି କାହିଁକି ନା ଏଠି ଗଣ୍ଡଗୋଳ ଯେତେବେଳେ ସୃଷ୍ଟି ହେଇଛି କୋଉଠି ନା କୋଉଠି ପୋଲିସ ଆସିକି ବର୍ତ୍ତମାନ ବୁଝାସୁଝା କରୁଛି ଆପଣ ଦେଖୁଥିବେ ସିଧାସଳଖ ଭାବେ ଏ ଦୃଶ୍ୟ ଯେତେବେଳେ ଗୋଟିଏ ପଟେ ରାତ୍ର 2ଟା ସମୟରେ ନାଟକ ଚାଲିଛି ବା ଯାତ୍ରା ମହାସମର ଚାଲିଛି ତା ଭିତରେ କୋଉଠି ନା କୋଉଠି ଏଠି ଗଣ୍ଡଗୋଳ ସୃଷ୍ଟି ହେଉଛି ଆପଣ ସିଧାସଳଖ ଦେଖୁଥିବେ ବାବାମାନେ ଏଠି ରହୁଛନ୍ତି ଏବେ ଏଠି ତାଙ୍କ ପାଇଁ ପିଣ୍ଡି ମଧ୍ୟ ସ୍ଥାପନ କରାଯାଇଛି। ଏଠି ଦେଖନ୍ତୁ ବିଶ୍ୱ ପ୍ରସିଦ୍ଧ ପାଇଁ ସାଧୁସନ୍ତଙ୍କର ମହାକୁମ୍ଭ ମେଳା ଯେତେବେଳେ ଚାଲିଛି ସମସ୍ତେ ସାମିଲ ହେଉଛନ୍ତି ଏବଂ ଏଠି ଅନେକ ଲୋକ ଅଛନ୍ତି ସିଧାସଳଖ କଥା ଗଣ୍ଡଗୋଳ କିଛି ରହିଛି ଉପରେ ବୋଲି ଶୁଣାଯାଉଛି। ମୁଁ ଜାଣିନି ଭାଇ ସେପଟେ କ'ଣ ହେଇଥିବ ସେ ବାବା କହୁଛି ତ କ'ଣ ସେଇଟା ମୁଁ ଜାଣିନି ଭାଇ। ଦେଖୁଥିବେ ସିଧାସଳଖ ଭାବେ ଯେଉଁ ପୋଲିସ ମଧ୍ୟ ଆସି ପହଞ୍ଚି ସାରିଛନ୍ତି ପୋଲିସଙ୍କର ଚିତ୍ର ମଧ୍ୟ ଆପଣ ଦେଖୁଥିବେ ସିଧାସଳଖ ଭାବେ ଯେ ଯେଉଁ ଗଣ୍ଡଗୋଳ ହୋଇଥିଲା ତାହା ସମାଧାନର ରୂପ ନେଇଛି ଏବଂ ଏଠି ଯେଉଁମାନଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା ବା ଯେଉଁମାନେ ଏଠି ଭିଡ଼ ଜମାଇଥିଲେ ସେମାନଙ୍କୁ ମଧ୍ୟ ପୋଲିସ ଏଠୁ ବିଦାୟ କରୁଛନ୍ତି ବା ଦେଖୁଥିବେ ଆପଣ ସିଧାସଳଖ ଚିତ୍ର ଯେ ଯେଉଁଭଳି ଗହଳି ଚହଳି ଲାଗିଥିଲା ଏବଂ ରାତ୍ର ସମୟରେ ଯେତେବେଳେ ସେପଟେ ଯାତ୍ରା ଚାଲିଛି ତେବେ ପାହାଡ଼ ଦେଶରେ କ'ଣ ଚାଲିଛି ବା ପାହାଡ଼ ଉପରେ କ'ଣ ଚାଲିଛି ତାହାକୁ ନେଇକି ପୋଲିସ ଖବର ପାଇଥିଲା ଏବଂ ଆଜି ଆସିବା ପରେ ଯେତେବେଳେ ଏଠି ଗଣ୍ଡଗୋଳର ରୂପ ନେଇଛି ବା କିଛି ସୃଷ୍ଟି ହୋଇଥିଲା ତା ଭିତରେ ବର୍ତ୍ତମାନ ସମାଧାନ ହେଇଛି ଏବଂ ସମସ୍ତେ ଯେଉଁମାନେ ଗଣ୍ଡଗୋଳ କରୁଥିଲେ ବା ଅନ୍ୟ ଭକ୍ତମାନେ ଯେତେବେଳେ ଆସିଥିଲେ ପ୍ରବେଶ କରିଥିଲେ ତାଙ୍କୁ ମଧ୍ୟ ଏଠୁ ପୋଲିସ ଦୂରେଇ ଦେଇଛି ଅର୍ଥାତ୍ ବା ଯେଉଁ ଟ୍ରାଫିକ୍ ଛକ ରହିଛି ସେଆଡ଼କୁ ପଠାଇ ଦିଆଯାଇଛି। ଭୁବନେଶ୍ୱର ଗାଁ ପର୍ସନ ଗୁଡୁଙ୍କ ସହ ପ୍ରିୟକାନ୍ତ ସାହୁ ରିଅନ୍। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।